চলে যাবো অফিস সকালে তো যাবি ঘর ফেরি নেবো চেষ্টা করবো এমনিতে তো ডালে মরি গলে বচ্চা উচ্চারণ কর না তো মা যদি আগে বলছি দাদা সিএপি কই দাদা তোমরা বাপরা বোঝো হ্যাঁ মনে না পুଅ ହେଲେ ଛଡ଼ା ବାପା ମାନେ ଖୁସି ହୁଅନ୍ତି କିନ୍ତୁ ବାଜ୍ୟରେ ଥିଲେ ଥିର ହୁଏ ଆଉ ସମସ୍ତେ କହନ୍ତି କନ୍ୟାଦାନ ମହାପୁଣ୍ୟ ତୁ ମୋତେ କନ୍ୟାଦାନ ବର୍ଣ୍ଣିତ କଲୁ ଯେ ଏ ପାପର ମହାସମୁଦ୍ର ଭିତରକୁ ଫେରିଦେଲୁ ଆଜି ମୁଁ ଭାବିନେବି ଝିଅ ସୁଖ ମୋ ଭାଗ୍ୟରେ ନାହିଁ କାହିଁକି ନା ତୁ ମୋତେ ମୋ ଭାଗ୍ୟରେ
ମଣିଷ କେତେବେଳେ କାନ୍ଦେ ଗୋ? ତାକୁ ଯେତେବେଳେ କିଛି କଥା ବାଧେ ସେ କାନ୍ଦେ। ଠିକ କହିଛୁ ବା, ଠିକ କହିଛୁ। ଆରେ କାନ୍ଦିଲେ ତା ଆଖିରୁ ଲୁହ ଝରେ ନା ନାଇଁ ଗୋ? ଗୁରୁ ଏଇଟା ସ୍ୱାଭାବିକ କଥା। କାନ୍ଦିଲା ମାନେ ଆଖିରୁ ଲୁହ ଝରେ। ଆଉ ଗୋଟେ କଥା କହ। ଗୁରୁ ଏମିତି ଗୋଟେ ଲୋକ ନା କହ ଯାହାକୁ ବାଧୁଛି ଏ କାନ୍ଦୁଛି ଆରେ ଲୁହ ଝରୁନି କହ। ବାଧୁଛି କାନ୍ଦୁଛି ଆଖିରୁ ଲୁହ ଝରୁନି। ନା ଗୁରୁ ନା ନା ସେମିତି ଲୋକ କେହି ନାହାନ୍ତି। ଅଛି ଗୁରୁ ଅଛି ଗପ ଅଛି। ଏ ଲୋକ ଜଣକ ହଉଛି ଏଇ ଦେଖ, ଆରେ ଦେଖ ଓ କାନ୍ଦୁଛି খুব জোরে কান্দুছি। এবার ମୋ ଆଖିରୁ ଲୁହ ଜମା ଝରୁନି। ସେ ଝିଅର ବାପଟା ମତେ ଡାଇଲଗ ମାରିବାକୁ କହିଲା। ମୁଁ କହିଲି ମୋ ସ୍ତ୍ରୀକୁ ଚାନ୍ଦିନୀ ରାତି ନାଚରେ ନାଚିବାକୁ କହିଲା। ସେ ଜଣେ ତାଳି ମାରିଲା ଆଉ ମୋ ଉପରେ ଗୋଟେ 500 ଟଙ୍କା ଫିଙ୍ଗିଲେ। ମତେ ପରିହାସ ବି କଲା। ସେ ଶଳା ଜାଣିନି ମାନେ କଳାକାରକୁ ପରିହାସ କଲେ, ତା କଳାକୁ ଅମର୍ଯ୍ୟାଦା କଲେ, ତାକୁ କେତିକି କଷ୍ଟ ହୁଏ ସେ ଶଳା ଜାଣିନି। କିଏ କିଏ ତା ନାଁଟା କୁହ ଗୁରୁ। ଶଳାକୁ ଆଜି ଯଦି ମୁଁ ନ କରିଛି ମୋ ନାଁ ବି ତମ୍ପ ନୁହେଁ। କେତିକି କହିଲା ଦମ୍ପ। ଗୁରୁ ଶଳା ମତେ ଛୋଟ ଲୋକ କହିଲା, ଭିକାରୀ ବି କହିଲା। ଗୁରୁ ମୋ ପୁଅ ପାଇଁ ତାକୁ ଗୁହାରି କରିବାକୁ ଯାଇଥିଲେ। ଶଳା ଶୁଣିଲାନି ତ ଶୁଣିଲାନି। ଆମ ସ୍ୱାମୀ ସ୍ତ୍ରୀଙ୍କ ଧୋକା ଦେଇ ବାହାର ଗୁରୁ ତା ନାଁଟା ଖାଲି କୁହ। ଶଳାର ହାତ ଦିଟାକୁ ମୋଡ଼ି ଭାଙ୍ଗି ଦେବି। ଗୁରୁ ତୁ ଜାଣିନୁ ରେ ଦମ୍ପ। ଏ ଶିବା ପଣ୍ଡା ସିନା ନାଟକରେ ମିଲିୟନ ରନ୍ କରେ, କିନ୍ତୁ ନାଟକରେ ଯେତେବେଳେ ପାଥେଟିକ୍ ସିନ୍ଟା ଚାଲିଥାଏ ଗୁରୁ ଆଉ ହିରୋ ହିରୋଇନ ମାନେ ଯେତେବେଳେ ଅଲଗା ହେଇଯାନ୍ତି, ସେ ସାହାନାଇ ବାଲାଟା ଯେତେବେଳେ ବେଗିନା ତା ସାହାନାଇ ବାଲାଟେ ସେ ଗ୍ରୀନ ରୁମରେ ଥାଇ ମୋ ଆଖିରୁ ଲୁହ ଚାଲି ଅଛି। ମୋ ଆଖିରୁ ଲୁହ ଚାଲି ଅଛି। ନନା ମୋର ଆଉ ଚିନ୍ତା ନାହିଁ। ଏଣିକି ଢେଙ୍କାନାଳ ନିଜ କିଳା ନିଜ ସଭା। ମୁଁ ଆସିଲି। ନନା ମୁଁ କଣ କହୁଥିଲି କି ଶୀତଲ ଗୋଟେ ଅହଙ୍କାରୀ ବାପାର ଝିଅ, ସେ କେବେ ଭଲ ଝିଅ ହେଇନଥିବ। ତା ରକ୍ତ ଅହଙ୍କାର, ତା ରକ୍ତରୁ ସୃଷ୍ଟି ସନ୍ତାନ କେବେ ବି ସୁଖ ଦୁଃଖରେ ଛାତି ହେଇନଥିବ। ସେ ସୂର୍ଯ୍ୟ ମିଶ୍ର ତୋ ମନକୁ ଭାଙ୍ଗି ତତେ ନାଟୁଆ କରିଦେଇଛି। ତୋ ବୋଉ ଉପରକୁ ହାତ ଉଠାଇଛି। ଏ ବ୍ରାହ୍ମଣ କଳାକାର ଆଜି ତାକୁ ଅଭିଶାପ ଦଉଛି। ସେ ସୂର୍ଯ୍ୟ ମିଶ୍ର କାନ୍ଦିବ, ତା ଝିଅ ବି କାନ୍ଦିବ। ତା ବାପର ଫଳ ଝିଅ ନିଶ୍ଚୟ ପାଇବ। ନନା ମୁଁ ଶୀତଲକୁ ବାହା ହେଇଛି।
ଇରେ ବାପା ସମ୍ପଦ ତୁ ଏଇଠି ଠିଆ ହେଇଛୁଟି ତୋ ମାମା କେମିତି କହୁଥିଲେ ତୁ ଶୁଣି ପାରୁଛୁ ନା ନାହିଁ ହେ ମୋର କଣ ହେଇଛି ମୁଁ ବିଷ ପିଇବି ବାଟ ସାରା ବୁଝେଇ ଆଇଲି ଘରେ ବୁଝେଇଲି ସେଇ କଥାକୁ ତମେ ମନେ ପକାଉନ ପୁଣି ସେଇ କଥାକୁ ତମେ ମନେ ପକାଉଛ ଇରେ ବାପା ସମ୍ପଦ ତୁ ଜମା ମନ ଦୁଃଖ କରନି ତୁ ସେ ଶୀତଳକୁ ଭୁଲି ଯା ଶୀତଳଠୁ ଭଲ ଝିଅ ଆମେ ତୋ ପାଇଁ ଠିକ କରିଦବା ଏ ସାରିଆ ଆଲୋ ତୋ ପୁଅ ସେ ଝିଅଟାକୁ ବାହାଇ ଆସିছিল শীতল বাহারে অপেক্ষা করেছি সম্পদ তবে তু তুমি তো বিশ্বাস করো বউ তুমি তো বিশ্বাস করো পরিস্থিতি মতো এମିତି କରିବା ପାଇଁ ବାଧ୍ୟ କଲା ଆମେ କୋଉ ପରିସ୍ଥିତି କଥା କହୁଛୁ କୋଉ ପରିସ୍ଥିତି ସେ ଅହଙ୍କାରିକ ଆମ ଦି ଜଣକୁ ଅସମ୍ମାନିତ କଲା ତୋ ବୋଉ ଉପରକୁ ହାତ ଉଠେଇଲା ତାଠାରୁ ପରିସ୍ଥିତିରେ ଏମିତି ଅଧିକ ହେଲା ଯେ ସେ ଝିଅଟାକୁ ବାହାଇକି ଠିକ ଆଣିଛ ଶୀତଳକୁ ମାନ ସେ ଆତ୍ମହତ୍ୟା କରିଥିଲା ସିଏ ଆତ୍ମହତ୍ୟା କରେନି ଯେ ଆମ ଦି ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ତୁ ବାଧ୍ୟ କରେନି ଏଇ ତମେ ଠିଆ ହେଇଛ କାହିଁକି ଦିଅ ସେଇ ମଦ ତାକୁ ବି ମୁଁ ମରିଯିବା ଆରେ ବୋଉ ତୁ ସେମିତି କଣ କହୁଛୁ ତୁ ମରିଗଲେ ମୁଁ କଣ ଭଲରେ ରହିପାରିବି ହେଲେ ବୋଉ ମୁଁ ପରା ତୋରି ପୁଅ ଶାସ୍ତ୍ର କହେ ପୁତ୍ର କୁପୁତ୍ର ହେଇପାରେ ହେଲେ ମାତା କେବେ କୁମାତା ହେଇପାରିବ ତୁ ମତେ ବିଶ୍ୱାସ କର ବୋଉ ତୁ ମତେ ବିଶ୍ୱାସ କର ଶୀତଳ ଭାରି ଭଲ ଝିଅ ତା ନଥିଲେ ତା ବାପାର ରାଜପ୍ରସାଦ ଭଳି ଘର ଛାଡ଼ି ସେ କଣ ମୋ ସହିତ ଆମ ଘରକୁ ଆସିଥାନ୍ତା ଆରେ ହଁ ତ ଏଇ କଥା ତ ମୋ ମନରେ ଜମା ବସିନଥିଲା ହେଇଟି ମୋ ପୁଅ ଯାହା କହୁଛି ଠିକ କହୁଛି ତମେ ତାକୁ ଜମାରୁ ଭୁଲୁଛନି ଭୁଲଟା ତାର ନୁହଁ ଭୁଲଟା ହଉଛି ତୋର ମତେ ତ ଲାଗୁଛି ଆଉ କାହା ସହିତ ପାପ ସମ୍ପର୍କ ରଖି ଏଇଟାକୁ ଜନ୍ମ ଦେଇଛୁ ତୁ ଅନ୍ୟ ରକ୍ତ ଆମେ ମୋ ରକ୍ତ ହେଇଥିଲେ ସେ ବି ସେ ଝିଅଟାକୁ ବାହାଇକି ଯାଇନଥାନ୍ତୁ ନା ମୁଁ ଶୀତଳକୁ ବାହାରି କିଛି ବି ଭୁଲ କରିନି ଶୀତଳ ଭାରି ଝିଅ ନା ମୁଁ କିଛି ଭୁଲ କରିନି ସେ ଝିଅଟାକୁ ଦୁଆର ମୁହଁରୁ ଫେରାଇ ଦେ ଏଇ ତମେ ଏ କଣ କହୁଛ ସେ ଝିଅକୁ ଏ ଘରୁ ବାହାର କରିଦେବ କିନ୍ତୁ କାହିଁକି ତା ଜଣେ ସେ ଝିଅକୁ ମୋ ସମ୍ପଦ ପରେ ନେଇକି ଯାଇଛି ସାରିଆ ଆରେ ତୁ ବି ଶେଷରେ ବଦଳି ଗଲୁ ନା ଆରେ ସେ ଅହଙ୍କାରିକା ଆମକୁ କେତେ ଅସମ୍ମାନ କଲା ତୋ ଉପରକୁ ହାତ ଉଠେଇଲା ସବୁ ଭୁଲି ଗଲୁ ତୁ ଆରେ ସବୁ ଭୁଲି ଗଲୁ ତୁ ଟଙ୍କା ଝିଅ ପାଇଁ ଦବାକୁ ମାନ ସ୍ୱାଭିମାନ ଆଉ ସବୁ କିଛି ତା ବାପାର ହଉଛି ତା ଝିଅ ଆଜି ଯେତେବେଳେ ଦୁନିଆ ଜାଣିବ ଶିଳ୍ପପତି ସୂର୍ଯ୍ୟକାନ୍ତ ମିଶ୍ରର ଝିଅ ଗୋଟେ ଗରିବ ପୁଅ ସହିତ ଫେରାର ହେଇଯାଇଛି ମୋ ଡାଡି ଆପଣଙ୍କୁ ଦେଇଥିବା ଅପମାନର ଯନ୍ତ୍ରଣା ଏଇଟା କ'ଣ ଆପଣଙ୍କ ପାଇଁ ଶାସ୍ତି ନୁହଁ ଅହଙ୍କାରୀ ମଣିଷ ପାଖରୁ ସମସ୍ତେ ଦୂରେଇ ଯାଆନ୍ତି ଏମିତିକି ଅହଙ୍କାର ନିଜଠାରୁ ନିଜକୁ ବି ଦୂରେଇ ଦିଏ ମୋ ଡାଡିଙ୍କର ମୁଁ କେତେ ଝିଅ ଥିଲି ଏଇ ଦେଖୁନାହାନ୍ତି ତାଙ୍କ ଅହଙ୍କାର ପାଇଁ ମୁଁ କେମିତି ତାଙ୍କ ପାଖରୁ ଦୂରେଇ ଆସିଛି ଏଥିରେ ଆପଣମାନେ କ'ଣ ଖୁସି ନୁହନ୍ତି ଏଇ ବୋଉ କ'ଣ କହୁଛି ଶୁଣିପାରିଲ ତ ଆପରେ କହିବ ଏଇ ଝିଅଟା ଭଲ ନୁହଁ ବୋଲି ଇଏ ଆମ ଘର ବୋଉ ହେବା ପାଇଁ ଯୋଗ୍ୟ ନୁହଁ ବୋଲି ସାରିଆ ହାତୀର ଦେଖେଇବାର ଅନ୍ତ ଅଲଗା ଖାଇବାର ଅନ୍ତ ବି ଅଲଗା ଏ ଝିଅଟା ପାଣି ଗିଲାସରେ ପାଣି ପିଏ ଆପଣ ଚଟାଣରେ ଚାଲେ
ଝିଅକୁ ଗୋଇଠା ମାରିବ ଆଉ ତୋର ଏଇ ଗୋଟେ ବୋଲି ପୁଅକୁ ଛଡ଼େଇ ନବ ନା ବେଳକୁ ତୋ ମୁହଁରେ ପାଣି ଟୋପାଏ ଦବାକୁ କିଏ ନଥିବେ ନନା ମୁଁ ଶୀତଳକୁ ବାହା ହେଇ ସାରିଛି। ସେ ଝିଅକୁ ମୋ ସାମ୍ନାରୁ ହଟା। ନନା ମୁଁ ଯଦି ଶୀତଳକୁ ଘରୁ ବାହାର କରିଦେବି ତାହେଲେ ସେ ଯିବ କୁଆଡେ ରହିବ କୋଉଠି? ଏ ବୋଉ ତୁ ତ ଟିକେ ନନାକୁ ବୁଝା। ଏଇ ତମେ କଣ ତା ବାପାକୁ ଚିହ୍ନିନ? ସିଏ କଣ ତା ଝିଅକୁ ଆଉ ଥରେ ଫେରେଇ ଦେବ? ତାକୁ ଯଦି ଆମେ ଘରୁ ବାହାର କରିଦେବା ତାହେଲେ ସିଏ ଯିବ କୁଆଡେ? କାହାର ହବ ସିଏ? ଏ କଥାର ଉତ୍ତର ତ ମୁଁ ଦେଇପାରେ ତାକୁ ପରୀକ୍ଷା ଦେବାକୁ ହବ। କି ପରୀକ୍ଷା ଦେବି? କୁହନ୍ତୁ ନା। ସବୁ ପରୀକ୍ଷା ଦେବା ପାଇଁ ମୁଁ ରାଜି ଅଛି। ହେଲେ ସତ କହୁଛି ନା, ଶପଥ କବିରେ ମୁଁ ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ହେଲେ ମୋତେ ଆପଣ ଏ ଘରୁ ବାହାର କରିଦିଅନ୍ତୁନି। ବାହାର କରିଦିଅନ୍ତୁନି ମୋତେ। ଦେଇପାରିବ ଦେଇପାରିବ ତ। କୁହନ୍ତୁ ନା, ପାରିବି ମୁଁ। କହିବେ ଯଦି ମୁଁ ପିଠି ଦେଖେଇ ଦେଉଛି, ସବୁ ରାଗ ମୋ ଉପରେ ସଜେଇ ଦିଅନ୍ତୁ। ହେଲେ ମୋତେ ଏ ଘରୁ ବାହାର କରିଦିଅନ୍ତୁନି ନା, ବାହାର କରିଦିଅନ୍ତୁନି। ହେଲେ ତା ପୂର୍ବରୁ ଏ ପେପରରେ ଗୋଟେ ସାଇନ୍ କରିଦେବ। ମୁଁ ତମ ଘରକୁ ଭାର ନେଇକି ଆସିଛି ଏଇ ଶୀତଳ ମିଶ୍ର ପାଖକୁ। ମାନେ ଶୀତଳ ମିଶ୍ର ଏ ପେପର ଉପରେ ଗୋଟେ ସାଇନ୍ କରିଦେବ। ସାଇନ୍ କରିବ ମାନେ ତା ନାଁରେ ଥିବା ପ୍ରପର୍ଟି ଉପରେ କୌଣସି ଅଧିକାର ରହିବ ଆଉ ତା ନାଁରେ ଥିବା ବ୍ୟାଙ୍କ ବାଲାନ୍ସରୁ ଗୋଟାଏ ଟଙ୍କା ବି ଉଠେଇବାର ସକ୍ଷମ ହବନି। ଆଉ ତାପରେ ମୁଁ ଦେଖିବି ତତେ ଭଲ ପାଉଥିବା ଏ ସମ୍ପଦ ପଣ୍ଡ କେତେ ଭଲ ପାଇବ। ମନେ ରଖ ଅହଙ୍କାରୀ ସୂର୍ଯ୍ୟ ମିଶ୍ର ଟଙ୍କା ବେପାରୀ ଦେଖନ୍ତି ହେଲେ ମଣିଷ ନୁହଁ, ସ୍ୱାର୍ଥ ଦଲାଲ ଦେଖନ୍ତି ହେଲେ ପ୍ରେମିକ ନୁହଁ। ଦିଅ ଦିଅ ସେ ପେପର, ଆରେ ଦିଅ। আরে নিও আরে নিও ओके क्या हुआ शिष्य मिश्र साथी रे तुम झीलता को नहीं के जाओ। ଆପଣ ଚାଲି ଯାଆନ୍ତୁ ଡାଡି, ଆପଣ ଏଠୁ ଚାଲି ଯାଆନ୍ତୁ। सोचा मिश्र यदि झील मंगल चाहूच ताले ताको संगर नहीं जाओ। मने ଏଇ ତମେ ଶୀତଳକୁ ଘରକୁ ନେଇକି ଆସିଲ ବା? ମୋ ପୁଅ ସମ୍ପର୍କ ନେଇକି ଆସିଛି। এইটা হচ্ছে মো ঘর। ଏଇ କଣ କଲେ ତମ ମନ ଶାନ୍ତି ହବ? এই পারিব କୁହନ୍ତୁ ନା, ମୋତେ କଣ କରିବାକୁ ପଡ଼ିବ? ମାନୁଛି ମୁଁ ଗୋଟେ ଅହଙ୍କାରୀ ବାପ, ଏ ଝିଅ ଏଇ ଜନ୍ମ ବାପ। କୁହନ୍ତୁ ନା, କଣ କଲେ ମୁଁ ଏ ଘରର ମୋର ଅଧିକାର ପାଇବି? କୁହନ୍ତୁ ନା, କୁହନ୍ତୁ। 10 की 50 ରୁହ ନିଜ ପାଦର ଜୋତାରେ ଏଇଟାକୁ 3 ପାହାଡ଼ ପିଟି ପାରିବ। ନିଜକୁ ତମେ କଣ ବୋଲି ଭାବୁଛ କି? ଇନ୍ଦ୍ର ମହାରାଜ, ଆମେ ତମର ସବୁ ପ୍ରଜା। ଯୋଉଥିରେ ସେଠି ମାଟି ଆଉଛ, ଖବରଦାର ସେଇଟା ଦିଅ ତମ
କରିବ ମୋ ହାତରୁ ଚୋତାର ପାର ଖାଇବେ। କହିବ ଏଇ ତୁ ଦେଖ ମତେ ଜୋତାରେ ପିଟିବୁ ଏଇ ଦେଖ ସୂର୍ଯ୍ୟକାନ୍ତ ମିଶ୍ର, ତମ ଦେହରେ କେମିତି ବାଜୁଛି ଜୋତାର ପାର।
ଏ ବଡ଼ ଲୋକର ଝିଅ ତ ଯଦି ତୋ ପାଇଁ ବଡ଼ ହେଇଗଲା ଭୁଲିଯିବ ତୋ ନନା ବୋଉକୁ। ଆଉ ଆଜିଠାରୁ ଆମେ ଭାବିଦେବ ତୁ ବୋଧେ ଆମ ଭାଗ୍ୟ। ସବୁଦିନେ କହୁଛ ଆଜି ଦେବି କାଲି ଦେବି, ଆଜି ଦେବି କାଲି ଦେବି, କାଲି ଦେବି ଆଜି ଦେବି, କାଲି ଦେବି ଆଜି ଦେବି। ଘର ଭଡ଼ା କେବେ ଦେବ ମାନେ ଶଳା କାହାରିକୁ ଛାଡ଼ିବିନି ଆଜି। ଯଦି ନ ଛାଡ଼ିବ ଆସ ଚାପୁଡ଼ିକି ଧରିବ ଆସ। ଇରେ କମ୍ପ ମୋ ଘର ଭଡ଼ା କାଇଁ? ଘର ଭଡ଼ା ଦେବାକୁ ଏତେ ହାଉଳି କାହିଁ? ଠିକ ସମୟରେ ଘର ଭଡ଼ାଟା ମିଳିବ। ସେ সময়ଟା କ'ଣ ତୋର ହେଇନି? ତମ ଘରେ ରହି କାମ ଖୋଜି ଖୋଜି ମାସେ ବିତିଗଲା। ଆମ ସମ୍ପଦ ଏବେ ନୂଆ ନୂଆ କମ୍ପାନୀରେ ଜଏନ୍ କରିଛି। ଏ 4-5 ଦିନ ଭିତରେ ତାର ଦରମା ମିଳିବ। ମିଳିଲେ ତମ ଘର ଭଡ଼ାଟା ପାଇ ହେଲା। ଇରେ କମ୍ପ ଘର ଭଡ଼ା ଦେଲା ବେଳକୁ ଏ କଥା ମୁଁ ଜାଣିନଥିଲି। ଆଉ ମୁଁ କହିଥିଲି କ'ଣ ମାସେ ପୁରିବ ତ ଘର ଭଡ଼ା ଏକାଠି ଦବୁ ମୁଁ ନେବି। ଏବେ ଅମତ ଦବୁ ମୁଁ ନେବି। କ'ଣ ଘର ଭଡ଼ା ନାଇଁ କଦଳୀ? ଆରେ କଦଳୀ ନେଇ କ'ଣ ମୁଁ ମନ୍ଦିର ଯିବି? ନାଇଁ ତମ ଘର ଭଡ଼ା ସହଜରେ ପାଇଯିବ। ବଜାରରେ ଇଏ ଭାରି ମହଙ୍ଗା। ତମ ଘର ଭଡ଼ା ଠାରୁ ବି ଅଧିକ। ଆରେ କମ୍ପ ଆଜି ଯଦି ଘର ଭଡ଼ାଟା ଠିକ ସମୟରେ ନ ମିଳେ ତାହେଲେ ସେ ଦୁଇଟାକୁ ଘରୁ ଧକ୍କା ଦେଇ ବାହାର କରିଦେବି। ରାଗନ୍ତୁନି ମଉସା, ଏ ସମ୍ପଦା ଏଇ ନିଅନ୍ତୁ ଆପଣଙ୍କ ଘର ଭଡ଼ା ଟଙ୍କା। ୟାପା କେତେ ଅଛି କି? ପୁରା 1500 ଟଙ୍କା ଅଛି। ଏ ତମ୍ପ ତୁ ଯାହା କହ ସମ୍ପଦଟା ଆମର ଖୁବ ଭଲ ପିଲାଟା। ୟାପା ତୋର ଏଠି କିଛି ଅସୁବିଧା ନାହିଁ ତ? ନାଇଁ ମୁଁ ଅଛି ମାନେ ତମର କିଛି ଅସୁବିଧା ହବନି। ଆଉ ଦରମା ପାଇଲେ ଘର ଭଡ଼ାଟା ଦେଇଦବ। ଆଉ ଯଦି ପଇସା ନଥିବ ଆରେ କାହାକୁ ଡାକିଲୁ ମଉସା? ଏ ମାଉସୀର। ଓହୋ ତୋ ମାଉସୀର। ଆଚ୍ଛା ଆଚ୍ଛା ଆଚ୍ଛା। ଏ ଫୋନ ଗୋଟେ ଆଇଲାଣି ନା କ'ଣ? ହ୍ୟାଲୋ ହଁ ଲାଟିନି ଚା ଶଳା ମୁଁ ଯାଇବ ତମ ଲାଟିନି ସଫା କରିବେ। ଶଳା କଣ ସେ ମୁନ୍ସିପାଲିଟି ବାଲାକୁ ଗାଡ଼ି ଫୋନ
ନିଶାରେ ପକେଇ ଦଉଛି ଲେଟ୍ରିନ୍ କିଏ ସଫା କରିବ ସାଙ୍ଗ ପରିବା ବ୍ୟାଗ ଏଠି ରହିଲା ଶୀତଳକୁ ଆସିଲେ ଦେଇଛୁ ହେଲା ଓଏ ତମ୍ପ ଆରେ ସାଙ୍ଗ ତୁ ଏତେ ଭଲ ହେଲୁ କେମିତି ରେ? ଯେବେଠୁ ତ ସାଙ୍ଗରେ ମିଶିଲି ମୁଁ ଆସୁଛି ସାଙ୍ଗ ଓ ଏତେ ସମୟ ହେଲାଣି ଶୀତଳଟା ଘର ଭିତରେ କଣ କରୁଛି? ଶୀତଳ ଶୀତଳ ଆରେ କୁଆଡେ ଗଲ? ଯାଉଛି ଯାଉଛି ହଁ ଆସ କଣ କଣ କେତେବେଳେ ପାଟିରେ କାହିଁ ଥିଲ ତ ମୁଁ ଶୁଣିଲି ଆପଣ ଭଳିଆ ପାଟି ଥିଲ ରାଗ ଭଳିଆ ଥିଲୁ? ନାଇଁ ଯା 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 ବେଶୀ କଥା ପଛରେ କହିବ ଯା ଆଗେ ଏଠି ବୁଝ ହଁ କୁଆଡ଼େ ମାର୍କେଟିଂ ଯିବା ମାର୍କେଟିଂ ହଁ ବାବା ମାର୍କେଟିଂ କାହିଁକି ଆରେ ବାବା ଆସିଲା ଦିନରୁ ତମେ ସେ ଖଣ୍ଡିଏ ଶାଢ଼ୀ ପିନ୍ଧୁଛ ପୂଜା ବଜାରରେ ଅଫର ଚାଲିଛି 50% ଡିସକାଉଣ୍ଟ ଯିବା କିଣାକିଣି କରିବା ବୁଲାବୁଲି କରିବା ଆଉ ଆସିବା ଆରେ ଯାଅ 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 ତମେ ତ ସେଇ ଖୁସି ସବୁଦିନ କଥା ଆରେ ମୋ କଥାରେ କଣ ଅଛି ମୁଁ ତ ପୁଅ ପିଲାଟେ ତା ଛଡ଼ା ମତେ ଦେଖିବା ପାଇଁ ଏଠି କିଏ ଅଛି ହେଲେ ତମକୁ ତ ଦେଖିବା ପାଇଁ ଜଣେ ଅଛି ନା ମାନେ ମାନେ ମୁଁ ମୋ ଲାଲ ଟୋପି ନୂଆ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖାଯିବ ଆଉ ମତେ ମତେ ଭାରି ଖୁସି ଲାଗିବ ଥାଉ ଏମିତି ରୋମାଣ୍ଟିକ କଥା କହି ମତେ ତ ଫସେଇ ଦେଇଥିଲ ଆଉ ଏବେ ଯଦି ଏମିତି ରୋମାଣ୍ଟିକ କଥା କହିବ ଏ ଗାଁର ଯେତିକି ଝିଅ ପୁରା ଫସିଯିବେ ସରିଗଲା ମୋ ସଂସାର ପୁରା ଉଜୁଡ଼ି ଯିବ नो 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 ଚାନ୍ସ ନାହିଁ ନା କାହିଁକି ନା ମୋ ହୃଦୟଟା ହଉଛି ଗୋଟେ ଛୋଟ ମହାଦେଶ ଆଉ ଯାହାର ପପୁଲେସନ କେବଳ ଜଣେ ନା କମିବାର ଅଛି ନା ବଢିବାର ଅଛି ଓ ମିଷ୍ଟର ଆଜି କ'ଣ ଭାରି ରୋମାଣ୍ଟିକ ଜଣା ପଡ଼ୁଛ କଥା କ'ଣ କାମ କରିବାକୁ ଯାଇଥିଲ ନା ମୋବାଇଲରେ ଫିଲ୍ମ ଦେଖୁଥିଲ ନାଇଁ ଆଉ ମତେ ଆଉ କୋଉ ହିରୋଇନ ପସନ୍ଦ ନୁହେଁ। ଜଣା ପଡ଼ୁଛି କାହିଁ ମୋ ହିରୋଇନ ଦେଖିବା ପାଇଁ କଣ ଅସୁନ୍ଦର କିଏ ତମ ନିଦୁଆ ନିଦୁଆ ଆଖି ଉଦା ଉଦା ଉଠ ଆଉ ଆଉ ଗୋଟେ ଏମିତି ଜାଗା ଅଛି ଯୋଉଟାକୁ ଛୁଇଁଲେ ତମେ ପୁରା ମୋ ଆଡ଼ିକି ଲାଜେଇ ଆସ ତମ ହାତ ଯାକ ରକ୍ତ କାମ କରି ହାତଟା ଲୁଣ ହେଇ ଚାଲିଛି ଆଉ ସେଇ ପଇସାରେ ତମେ ମୋ ପାଇଁ ନୂଆ ଶାଢ଼ୀ ନୂଆ ଡ୍ରେସ୍ କିଣିବା ପାଇଁ ଚାହୁଁଛ ଏ ଶୀତଲ ଯୋଉ ହାତକୁ ଭରସା କରି ତମେ ତମ ଘର ଛାଡ଼ି ମୋ ପାଖକୁ ଚାଲି ଆସିବ ଯୋଉ ହାତ ଉପରେ ହାତ ରଖି ତମେ ତମ ବାପାଙ୍କୁ ଛାଡ଼ି ମୋ ପାଖକୁ ଚାଲି ଆସିବ ଯଦି ତମକୁ ଖୁସି ରଖିବା ପାଇଁ ସେ ହାତ ଦିଗ ରକ୍ତ ନ ନିଗାଡ଼ି ପାରିଲା ତାହେଲେ ମୁଁ କିଏ କି ପ୍ରେମ ନା ମୁଁ କି ପ୍ରେମିକ তুমি ବହୁତ କଷ୍ଟ ପାଉଛ ନା ଆରେ ବାବା ସହଜରେ ଯାହାକୁ ମିଳିଯାଏ ତାକୁ ଭାଗ୍ୟ ବୋଲି କୁହାଯାଏ ହେଲେ କଷ୍ଟ କରି ତଣ୍ଟି କାଟିଲା ପରେ ଯାହା ନ ମିଳେ ତାକୁ କଣ କୁହାଯାଏ ଜାଣିଛ? କହିବି ତାକୁ ପ୍ରେମ
ପ୍ରେମ କୁହାଯାଏ। मेडिकल काउंटर में 5 लाख टका डिपोजिट करलो हम जदि टका जोगा न कर दिले ताले पेशेंट को अन्य पानी जाओ नहीं आपण जल्दी पहुंचनी डॉक्टर आपण आपण बस सभी का ट्रीटमेंट करो तो जते टका दरकार मु आपण को आपण को इतनी सारी ठीक है ठीक है सिस्टर पेशेंट का ओपी रेडी करो ओके आओ जाओ हे भगवान मो सांगटा को बंचाई दियो प्रभु मो सांगटा को बंचाई दियो बेईमान एटी समस्त जड़े जड़े बेईमान सानो बाबू मो कथा सुनो गोटे बेईमान ये ऊपर वाला भी गोटे बेईमान ये ऊपर वाला एमती बेईमान जे जानी तू संगू खुशी का जीवन आरंभ
ଆସିକି ସିତୁ ଦେଇକି ମନେ ପକାଉଛନ୍ତି। ନାଇଁ 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 ନାଇଁ, ମୁଁ ତାକୁ କାହିଁ ମନେ ପକେଇବି? ସେ ମୋର କିଏ କି? ସେ ମୋର କିଛି ନୁହଁ, ମୁଁ ତାକୁ କାହିଁ ମନେ ପକେଇବି? ଆଁ? ତୁ କଉ ମତେ ମନେ ପକଉଛୁ ଯେ? ସିତୁ, ତୁ କଣ ମତେ ଚିହ୍ନି ପାରୁନୁ? ମୋ ଆଖି ଦିଟା ଫୁଟି ଯାଇଛି ଲୋ। ହେ ଭାଇ, ସିତୁ, ଜାଣିଛୁ ସିତୁ, ଏତେ ପାଦରେ ବେଡସିଟ୍ଟା ଘୋଡ଼େଇ ପାରିବୁନି। ଏ କାହା ଖବର ଆଜି ମୁଣ୍ଡଟା ହେଇଛି। ସାରୁ, ହଁ ଦେଇ, ତୁ କଣ ମୋ ଭାଇର ଯତ୍ନ ନଉନୁ? ସେ କଣ ମୋ ପାଖରେ ରହୁଛନ୍ତି କି? ଏ ଭାଇ, ତୁ ଠିକ୍ ସେ ଖିଆପିଆ କରୁଛୁ ନା? ଦିଦି, ତମେ ଗଲା ଦିନରୁ ସାନ ବାବୁ ଖାଇବା ପିଇବା ସବୁ ଛାଡ଼ି ଦେଇଛନ୍ତି। ଆରେ ସେତିକି ନୁହେଁ ଦିଦି, କେତେ ଭଲ ରୋଷେଇ କରି ମତେ କହୁଛନ୍ତି ଶିଖୁ ନାହିଁ ମାନେ ମତେ ଜମା ଖାଇବାକୁ ରୁଚୁନି। ଆଜି ସକାଳୁ ମତେ କହିଲେ, ଆରେ ଏ ଶୁଣା, ଗୋଟିଏ ଥାଳିରେ ଭାତ କାଇଁ କରୁଛୁ, ଦିଟା ଥାଳିରେ ଭାତ ଧରିଦେ, ଶିଖୁ ଆସିଲେ ମତେ ସେ ଖାଇବ ବି ମିଶି ଖାଇବୁ। ବେଇମାନ, ଚୋରାଣି, ରକୁଣି। ସିତୁର, ତୋ କଥା ନା ମୋର ଭାରି ମନେ ପଡୁଛି। ଆଗକୁ ତୁ ମତେ ଆଉ ଦେଖିବାକୁ ପାଇବୁନି ଲୋ। ଏ ସିତୁ, ଆଲୋ ତୋର କଣ ହେଇଛି? ଏମିତି କଣ କହୁଥିଲା? ମୁଁ ଆଉ ବଞ୍ଚିବିନି ଲୋ ଭାଇ, ସିତୁ, ମୁଁ ମରିଯିବି। ଦିଦି, ତମେ ଏମିତି କଣ କଥାବାର୍ତ୍ତା କରୁଛ? କାହିଁକି ଆମ ଘର କଥା ତୁମେ ବୁଝୁଛ? ଆଜି ବାବୁ ନ ବୁଝିଲେ କାଲି ନିଶ୍ଚୟ ବୁଝିବେ, ଦିନେ ନା ଦିନେ ତ ତମକୁ ନିଶ୍ଚୟ ଖୋଜିବେ। ଖୋଜିବେ, କୋଉଠି ଖୋଜିବେ? ଏ ଘରେ ନା ସେ ଘରେ? ଖୋଜିବେ ସେଇ ମଶାଣି ଚୁଇରେ, ମୋ ମଲା ପରେ ଖୋଜିବେ ମତେ। ଏ ସିତୁ, ତୋର କଣ ହେଇଛି ଆଁ? ଓ କଲାର ଆଖିଟା ମୋ ଉପରେ ପଡ଼ିଯାଇଛି କେଜାଣି, ମୁଁ ଯୋଉ ଡର କରୁଛି ସେଇ ଡର ଭାଙ୍ଗି ଯାଉଛି। ସତ କହୁଛି ଲୋ ଭାଇ, ବହୁତ ଅସୁବିଧା ହେଉଛି। ତମେମାନେ ମତେ ଟିକେ ସାହାଯ୍ୟ କର, ସାହାଯ୍ୟ କର। ଜାଣିଛ ଭାଇ, ସମ୍ପଦଙ୍କ ଦେହ ବହୁତ ସିରିୟସ୍। ଆଉ ଡକ୍ଟର କହୁଛନ୍ତି ଅପରେସନ ପାଇଁ 5 ଲକ୍ଷ ଟଙ୍କା ଦରକାର। 5 ଲକ୍ଷ ଟଙ୍କା ନହେଲେ ମୋ ସ୍ୱାମୀ ବଞ୍ଚିବେନି। ତମେମାନେ ମତେ ବଞ୍ଚେଇ ଦିଅ, ସାହାଯ୍ୟ କର ମତେ। ଦିଦି, ତମେ ଏମିତି କଣ କହୁଛ? ଏ ସିତୁ, ମାତ୍ର 5 ଲକ୍ଷ ଟଙ୍କା ତ? ଆଲୋ ତୋର ଗୋଟାଏ ଡ୍ରେସ୍ ଦାମ 50,000 ଟଙ୍କାରୁ ଅଧିକ ହବ। ସେଇଥିପାଇଁ ପରା ଦେଖୁନୁ, ମୁଁ କେମିତି 500 ଟଙ୍କିଆ ଶାଢ଼ୀ ପିନ୍ଧିଛି। ସିତୁ, ତମ ଧର୍ମ ଟିକେ ବାପା ଲକ୍ଷ ଲକ୍ଷ ଟଙ୍କା ଭିକାରୀମାନଙ୍କୁ ଦାନ କରିଦିଅ କି? ଆଜି ମୁଁ ଭିକାରୁଣୀ ଏଇ ତମମାନଙ୍କ ପାଖକୁ ଆସି, ଏ ବାବୁ ଭଲ ଲୋକମାନେ, ମତେ ଟିକେ ସାହାଯ୍ୟ କର। ମୋ ଡାଡିଙ୍କୁ ଟିକେ ଡାକିଦିଅ ମୋ ଡାଡିଙ୍କୁ। ବାବୁ ଘରେ ନାହାନ୍ତି, ଆମେରିକା ଯାଇଛନ୍ତି। ଫେରୁ ଫେରୁ 3-4 ମାସ ଲାଗିଯିବ। ତାମାନେ ମୁଁ କଣ ଟଙ୍କା ପାଇବିନି? ନାଇଁ ତ ସିତୁ, ଦାଦାଙ୍କ ପାଖରେ ନା କେତେ ଗୁଡ଼ାଏ ଟଙ୍କା ଅଛି। ମୁଁ ଆଣିଦେବି। ଏ ସାଧୁ, ହଁ ସାନ ବାବୁ। ଆଇଲୁ ଆଇଲୁ, ମୋ ସାଙ୍ଗରେ ଆ। ଆମେ ଟଙ୍କା ଆଣିବା ନା। ସାନ ବାବୁ, ବାବୁ ଚାବିଟା ସାଙ୍ଗରେ ନେଇକି ପଳେଇଛନ୍ତି। এই কথা পড়ে গেছে। তাহলে পর ଆମ ଦିଦି কিছু ଖାଇବାକୁ ଚାଲିଯିବେ। এই ସାଧୁ ଭାଇ, ତୁ ତ ଜାଣିଛୁ ଆମ ବାବୁ ଦିଦିଙ୍କ ପାଇଁ କେତେ ସୁନା ଗହଣା ରଖିଛନ୍ତି। ତୁ ଯା ନା, ଆମ ସେ ଗଣେଶଟା ଭାଙ୍ଗି ଦେଇ ଦିଦିଙ୍କ ପାଇଁ ସୁନା ଗହଣା ନେଇ ଆସିବୁ। ଆମ ଦିଦିରେ କେତେ ଟଙ୍କା ହବ? ହଁ ଲୋ ସିତୁ, ଆମେ ତୋର ଗୋଟେ ହାର ଦାମ 20-ରୁ 25 ଲକ୍ଷ ଟଙ୍କା ହବ।
କ'ଣ ହେଲା? ଦାଦା ଦାଦା ଆମ ସିତୁ ମରିଗଲା ସେଇଟା ଭଲ ହେଲା। দাদা বোধ ফোনটা কাটি দিল না সিতু। সিতু আলো আজকালি দুনিয়াটা বলার দেয়া এটিয়ে লোক মানে রাধাকৃষ্ণ মূর্তি কি রকি পূজা করত হেলে বল পাইরা বেকু চরিত্রই না কোন তিনি কই বলেন সিতুলো এটিলা কেদার গৌরী প্রেম কাহানি কি আহতি সমবেদনা বি জড়ান হেলে বঞ্চিত গৌরী মানুষ জীবনটা যদি এই পড়ে দিল বৌরি এটি তোর কাছে নাই না বৌরি এটি সবু এমনি সংকট এমনি সামান্য কষ্ট আমার তো চালি না তোমাকে তো নাই আসছিল এটা কেউ এটা একদম কনফার্ম এটা বৌরি এই ব্যাগটা নে অমূল অমূল সম্পদ আছে না বৌরি কাঠাল দাঁড়ি কাঠাল বাহুরে দাঁড়ি ଦେଖିବା ସେ ବ୍ୟାଗରେ କ'ଣ ଅଛି? ଏ ଜଗନ୍ନାଥ ମୂର୍ତ୍ତି ତ ଆମ ଠାକୁର ଘରେ ପୂଜା ପାଉଥିଲେ। ভালো বৌরি ব্যাংক ঠাରୁ মূল্যবান সম্পদ এ দুনিয়াରେ କିଛି ନାହିଁ ব্যাংক ଠାରୁ ବଡ଼ ଡକ୍ଟର ଏ ଦୁନିଆରେ କିଛି ନାହିଁ ଆମ ସମ୍ପଦ ବାବୁଙ୍କ ମୁଣ୍ଡ ତଳେ ରଖିଦେବୁ ଦେଖିବୁ ବୌରି ନିଶ୍ଚୟ ଠିକ କାହିଁକି ଛାନିଆ ହେଇଯାଉଛ କହିଲ? ଛାନିଆ କେମିତି ହେବିନି କହିଲ? ଆଜି ଗୋଟେ ନୂଆ ଡାଇରେକ୍ଟର ଆସିଛି ଏ ଶିବା ପଣ୍ଡାକୁ ଗୋଟେ କ୍ୟାରେକ୍ଟର ରୋଲ ଦଉଛି। କ'ଣ କି ସେ ଦଇ ତାରି
ସିଧା ଯିବେ କହିବେ ଯଦି ମତେ ଭିଲିଆନ ରୋଲ ଦବା ଦବା ନହେଲେ ମୋ ଆଶା ଛାଡ଼। ତମକୁ ଗୋଟେ କଥା କହିବି ରଖିବ? ତୁ କ'ଣ କହିବୁ ମୁଁ ଜାଣେ। କ'ଣ? ତୋର ସେଇ ଗୋଟିଏ କଥା, ମୋ ପୁଅଟା 2 ମାସ ହେଲା ଗଲାଣି, କୋଉଠି ଅଛି, କେମିତି ଅଛି, ଭଲରେ ଅଛି ନା ମନ୍ଦରେ ଅଛି, ହେଲେ ତୋର ସବୁ ପ୍ରଶ୍ନର ଗୋଟେ ଉତ୍ତର। ଯୋଉ ପୁଅମାନେ ବାପା ମାଙ୍କର ସ୍ନେହ ମମତାକୁ ଭୁଲି ଯାଆନ୍ତି ସେମାନେ କେବେ ଶାନ୍ତିରେ ରହିପାରନ୍ତିନି। ତମେ ଏମିତି କ'ଣ କହୁଛ? ଆଉ ଯୋଉ ପୁଅମାନେ ମାଇପ କଥାରେ ପଡ଼ି ଘରୁ ଚାଲି ଯାଆନ୍ତି ସେମାନେ ବି କେବେ ଶାନ୍ତିରେ ରହିପାରନ୍ତିନି। ଆପଣ ଠିକ କହିଛନ୍ତି ନନା, ଆପଣଙ୍କ ପୁଅ ବି ଭଲରେ ନାହାନ୍ତି। କ'ଣ ହେଇଛି? କ'ଣ ହେଇଛି ମୋ ପୁଅର? ଭୁଲ କରି ଭୁଲ ଶାସ୍ତି ପାଉଛନ୍ତି ଆପଣଙ୍କ ପୁଅ। କି ଧର୍ମ ସହିତ ଲଢ଼େଇ କରି କରି ନିଜେ ଶଯ୍ୟାରେ ଶୋଇ ଯାଇଛନ୍ତି ଆପଣଙ୍କ ପୁଅ। ଆମେ 2 ଜଣ ମାର୍କେଟ ଯାଇଥିଲୁ, ହଠାତ୍ ହଠାତ୍ 2 ଜଣ ବାଘ ବୁକା ପିନ୍ଧି ଗାଡ଼ିରୁ ଓହ୍ଲେଇ ପଡ଼ିଲେ। କିଛି କହିବା ଆଗରୁ କିଛି ବୁଝିବା ଆଗରୁ ସେମାନେ ଆପଣଙ୍କ ପୁଅକୁ ପୁଅ ଇସୁରେ ପଡ଼ିଛି। ବାପ ହୋଇ ତମେ ହସୁଛ? ଆଲୋ ବାପା ବୋଲି ତ ହସୁଛି। ତତେ କ'ଣ କହିଥିଲି? ଯୋଉ ପୁଅମାନେ ବାପା ମାଙ୍କର ସ୍ନେହ ମମତାକୁ ଭୁଲି ଯାଆନ୍ତି ସେମାନେ କେବେ ଶାନ୍ତିରେ ରହନ୍ତିନି। ମୋ କଥା ସତ ହେଲା ନା ନାଇଁ? ଏ ସାରିଆ ଯା ନମ୍ବର 1ଟା ରୋଷେଇ କରୁଛି, ନେଇ ଆସିବୁ, ମୁଁ ତାକୁ ପିଇ ଖୁଚୁ ଯା। ତମକୁ ଟିକେ ଲାଜ ଲାଗୁନି? ପୁଅ ଇସୁରେ ପଡ଼ିଛି, ମୋ ପାଟି ମତେ ବି ହସିବ ବୋଲି କହୁଛି। ଏବେ କିନ୍ତୁ ଚାଲ ମୋ ସହିତ ମେଡିକାଲ। আল্লাহ কইরা বলা, যিশু কইরা বলা, ভগবান भी কইরা বলা, लेकिन शिवा पल्ला कइरा पूरा पछको फेरे आले माय डियर स्त्री एबे स्त्री कहूची आउ किछि समय पर माई की ना कहबे आउ ता पर मैंने स्टेज रो बहुत सारी गोसाड़ी ग्रीन रूम रे बप्पारी लगिलो। ମୋ ପୁଅ ମେଡିକାଲରେ ପଡ଼ିଛି ମାନେ ମୁଁ ଆଉ ଝିଅଟା ରହି ନାହିଁ ଯିବା ପଡ଼ଟା। ଆରେ ତମେ କ'ଣ ମତେ ମାରିବ? ତମେ କ'ଣ ମତେ ମାରିବ? ଏବେ ତୁ ଚାଲ ମୋ ପୁଅ ପାଖକୁ ମତେ ଟିକେ ନେଇ ଆପଣ ବୋଲି କିଛି ବି ଲାଭ ନାହିଁ। ଏଇ ନନା ଚାହିଁଲେ ସମ୍ପଦ ବଞ୍ଚିଯିବେ। ଆମେ ତ କିଛି ବୁଝେଇ ପାରୁଛୁ ନା ଶୁଣି ପାରୁଛୁ। ଛାତିକୁ ବିନ୍ଧା ମାଇଲେ ଛାତି ଚୁନା ହେଇଯାଏ। ଏଟାକୁ କିଏ ତଳକୁ ନୁହଁ ଅନ୍ତର ନିଆରେ ତୋ ବାପର ଛାତିଟା ପଡ଼ି ଇଟା ହେଇଯାଏ। ସ୍ନେହ ମମତା ଭିତରେ ସେ କେବେ ବି ଚୁନା ହବନି। ନନା ଚାହିଁଲେ ସମ୍ପଦ ବଞ୍ଚିବେ, ନନା ନ ଚାହିଁଲେ ସମ୍ପଦ ବଞ୍ଚିପାରେ। ଜାଣିଛନ୍ତି ବୋଉ, ଡକ୍ଟର କହୁଛନ୍ତି ଅପରେସନ ନିହାତି ଦରକାର। ଅପରେସନ ପାଇଁ 5 ଲକ୍ଷ ଟଙ୍କା ଦରକାର। ଅପରେସନ ନହେଲେ ଆପଣଙ୍କ ପୁଅ ବଞ୍ଚିବନି। ନନା
ଏ ଶିବା ତୁ ଆଉ ଗୋଟେ ଭାଇ ପଡ। ମୁଁ ସେମାନଙ୍କୁ କଣ କହୁଥିଲି ସାରିଆ ଜାଣିଛୁ? ଆରେ ମୋର ପୁଅ ହବ। ପୁଅ ଜନ୍ମ ହେଲା ଯୋଉଦିନ ମୁଁ ତାକୁ ହାତରେ ଧରିଲି ମୋତେ ଯେମିତି ଲାଗିଲା ସରଗର ଚାନ୍ଦ ମୋ ହାତରେ ଓହ୍ଲେଇ ପଡ଼ିଛି। ଟଙ୍କା ପଇସାର ଭାରି ଅଭାବ, ତଥାପି ସେଇ ଅଭାବ ଭିତରେ ମୋ ପୁଅଟାକୁ କୋଉଥିରେ ଉଣା କରିଲି, ପାଠ ପଢେଇଲି, ବଡ ମଣିଷ ବି କଲି। ସନ୍ଧ୍ୟାରେ ମୁଁ ଯେତେବେଳେ ଗ୍ରାମକୁ ବାହାରୁଥାଏ ମୋ ପୁଅଟା ମତେ କହୁଥାଏ, ନନା ତମେ ମୋ ପାଇଁ ଦିନର ଆଣିବ। ଆଉ ସେ ଗ୍ରାମବାଲା ମତେ ଯୋଉ ଟିଫିନ ବକ୍ସ ଦିଅନ୍ତି ତାକୁ ନ ଖାଇ ମୋ ପୁଅ ପାଇଁ ଡିନର ମୁଁ ଆଣିବି। ଟିକେ ବଡ଼ ହେଲା ପରେ କହିଲା, ବୋଉଲୋ ମୁଁ ପାଠ ପଢି ଚାକିରି କଲେ ମୁଁ ଏଇଟା ତାର ଗାଡ଼ି କିଣି ସେଇଥିରେ ତତେ ଆଉ ନନାକୁ ବସେଇ ବୁଲେ, ଯୋଉଥିପାଇଁ କି ତମେ ନ ଖାଇ ନ ପିଇ ତାକୁ ଏମଏଲଏ ପାଠ ପଢେ। ଏ ମୂର୍ଖୁଣୀ ମାଇକିନା, ଆଲୋ ସେଇଟା ଏମବିଏ ନୁହଁ, ସେଇଟାକୁ ଏମବିଏ କହ। ସେଇଆ ପାଠ ପଢେଇଲେ ବଡ ଚାକିରି କରିବ, ଦାମୀ ଦାମୀ ଗାଡି କିଣିବ, ମହେନ୍ଦ୍ର ତାର ଗାଡି ଚଢିବ। କେତେ ସପନ, ପୁଅକୁ ବାହା କରିବୁ, ଘରକୁ ବୋହୂ ଆସିଲେ ଯେ ଘରେ ବେଦି ବନ୍ଧା ହେଲାନି। ବୋହୁଟା ଘର